ସମସ୍ତଙ୍କୁ ନମସ୍କାର। ଅତି ଦର୍ପେ ହତା ଲଙ୍କା, ଅତି ଦର୍ପେ ହତା ଲଙ୍କା, ଅତି ମାନିଶ୍ଚ କୌରବା, ଅତି ଦାନେ ବଳିର୍ବଦ୍ଧ, ଅତି ସର୍ବତ୍ର ଗହୀର୍ତ୍ତଂ। ଅତି ଦାନେ ବଳିର୍ବଦ୍ଧ, ଅତି ସର୍ବତ୍ର ଗହୀର୍ତ୍ତଂ। ତା ମାନେ ହେଲା ଅତିଟା ସବୁଠି ଖରାପ, ଅତି ଲେମ୍ବୁ ଚିପୁଡ଼ିଲେ ପିତା। ଯେମିତିକି ରାଜା ବଳି ସେ ପ୍ରବଳ ଦାନୀ ଥିଲା। ସିଏ କଣ କଲା ନା ସବୁ ଦାନ ଦେଇ 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 ଚାଲେ। ଆଉ ଭଗବାନ ବି ତାଙ୍କର ଅସହିଷ୍ଣୁ ହେଇଗଲେ, ଏତେ ଦାନ ସେ ଦଉଛି। ଦିନେ ଗଲେ ବାମନ ବେଶରେ ତା ଦ୍ୱାରକୁ ଯାଇକି ତାକୁ 3 ପାଦ ଜମି ମାଗିଲେ। ମାଗିଲା ପରେ ପ୍ରଥମେ ରଖିଲେ ଭଗବାନ ପୁରା ବିଶ୍ୱ ଯୋଉଠି ଲମ୍ବିଛି ଲମ୍ବେଇ ଦେଲେ ତାଙ୍କ ଗୋଡ। ତାପରେ ଦ୍ୱିତୀୟ ପାଦ ଆକାଶକୁ, ତୃତୀୟ ପାଦ କୋଉଠି ରଖିବି ତା ମୁଣ୍ଡ ଉପରେ ରଖିଲେ। ଗଲା ସିଏ ତାର ବଳି ପାତାଳପୁରକୁ ଗଲା। ସେମିତି ଅତି ଗର୍ବ କରିକି ପୁରା ଲଙ୍କା ଧ୍ୱଂସ ହେଇଗଲା, ଲଙ୍କା ଗଡ ଧ୍ୱଂସ ହେଇଗଲା। ତେଣୁ ଅତି ସବୁଠି ଖରାପ। ନମସ୍କାର। ଜୟ ଜଗନ୍ନାଥ। ସମସ୍ତଙ୍କୁ ମୋର ନମସ୍କାର। ମାନେ ଗୋଟେ ରାଜ୍ୟରେ କଣ ଥିଲା, ଗୋଟେ ଲୋକ ମାନେ ସବୁ ପ୍ରଜା ମାନେ କହିଲେ ନା ଏ ଲୋକଟାର ମୁହଁ ଦେଖିଲେ ସକାଳୁ ଖାଇବାକୁ ମିଳୁନି, ଏମିତି କହିଲେ। ହେଲେ ସତରେ ତା ମୁହଁଟା ଦେଖିଲାକୁ କାହାକୁ ଖାଇବାକୁ ମିଳିଲାନି। ଯେତେବେଳେ ଏମିତି ହେଇକି ରାଜା ପାଖକୁ ଷ୍ଟୋରିଟା ପଳେଇଲା। କହିଲେ ସାର୍ ସିଏ ଏମିତି ଅମୁକ ଏରିଆର ଗୋଟେ ଲୋକ ଅଛି, ତାର ମୁହଁଟା ଦେଖିଲେ ସକାଳୁ ଆଉ ଖାଇବାକୁ ମିଳୁନି, ସକାଳୁ କାହାକୁ ସବୁ ଭୋକ ରହୁଛନ୍ତି କହିଲେ। ରାଜା କଣ କଲା, ସେ ଲୋକ ଗୁଡାକ ଆମ ରାଜ୍ୟରେ ଇନ୍ଦିରା ଲୋକ ଗୋଟେ ଅଛି ଅପସନ୍ ଲୋକଟା, ତାକୁ ବୋଲି କହିଲା, ତାକୁ ଗଲା ସିଧା ତାକୁ ଡାକି ଆଣିଲା। କହିଲା ତତେ ଦେଖିଲେ ଖାଇବାକୁ ମିଳୁନି ବୋଲି ସବୁ ଇଏ କରୁଛନ୍ତି ସମସ୍ତେ, ଆଉ ତତେ ମୃତ୍ୟୁଦଣ୍ଡ ଦିଆ ହବ କହିଲା ବୋଲି କହିଲା। ଆଉ ସେ କହିଲା ମୃତ୍ୟୁଦଣ୍ଡ ଦେବେ ଯେ ସାର୍ ମୁଁ ଗୋଟେ ମୃତ୍ୟୁଦଣ୍ଡ ପୂର୍ବରୁ ଗୋଟେ କଥାଟି କହିଲି କହିଲେ। କଣ କଥାଟି କହିବ ନା ନା ସମସ୍ତେ ଯୋଉ କହିଲେ କି ମତେ ମୁହଁ ଦେଖିଲେ ଖାଇବାକୁ ମିଳିଲି, କିନ୍ତୁ ମୁଁ ଆଜି ଆପଣଙ୍କ ମୁହଁ ଦେଖିଲି ମତେ ମୃତ୍ୟୁଦଣ୍ଡ ମିଳିଲା। ଷ୍ଟୋରିର ମୋରାଲଟା ହଉଛି କି ଆପଣଙ୍କ ଯୋଉ ମନ ଭିତରେ ଯୋଉ ମାନସିକତା ରହିଛି ତା ଉପରେ ଡିପେଣ୍ଡ କରୁଛି କି ଆପଣ କାହା ବିଷୟରେ କଣ ଭାବୁଛନ୍ତି, ବୁଝିପାରିଲେ। ଆଉ ସେ କହିଦେଲା କି ସେ ତାର ମୁହଁ ଦେଖିଲା ଏଇଟା ଆମେ ଗଲତ ସୋଚ। ସେଥିପାଇଁ ହେଲେ କି ରାଜା ସେଠି ହୃଦୟଙ୍ଗମ କଲେ, ସେ ତାର ମୃତ୍ୟୁଦଣ୍ଡ ଟାକୁ କ୍ଷମା କରିଦେଲେ। ଜୟ ଜଗନ୍ନାଥ। जय जगन्नाथ। समस्त साथी मान को प्रणाम। टुडेज थॉट ऑफ द डे, एम्ब्रेस ईच चैलेंज एज ए न्यू चांस टू ग्रो एंड लर्न। साथी माने जीवन रे हमर बहुत किछि चैलेंजेस हमको फेस करिया पड़े। सेते बेले आमे ताको गोटे चैलेंज को पाइला पर आमे हताश न होई, आमे ताको गोटे हमर बढ़िबार गोटे मार्ग नेबाक पड़ियो, करिदेबाक पड़ियो। सेतिर किछि शिखिबाक पड़ियो। सब बेले किछि ना किछि हमको जो विपद आसे किमा आपद आसे किमा खुशी आसे, से माने किछि ना किछि हमको जीवन रे शिक्षा दियंती। से शिक्षाटा को आमे सब बेले मन रखिबा, से भूलटा जेमते रिपीट न हो से प्रति ध्यान देबा। आ से चैलेंज केमिति आमे फेस करथिले, नेक्स्ट टाइम जदि सेमिति सिमिलर चैलेंज हम जीवन रे आसे, तेबे आमे ताको किपरि सफलतार सहित ताको फेस करि परिबा, सेति पई आमे सब बेले शिक्षा पाइबा दरकार। जय जगन्नाथ। समस्त भाई मान नमस्कार। जेकोसी जिनसर गोटे सीमा थाए, सीमा अतिक्रम कले निश्चित आम विपद में पड़ा। तेणु अति गर्व करू रावण स्वर्णमय लंका निहत है। तेणुक लेंबूटा को जब आम अति चिपुड़ा पिता हम। तेणु जेकोसी कार्य आम गोटे सीमा भितर रहा निहाती दरकार। ए जो उक्ति आम यह पाइले, बरसा काल अटे उद्भिद मित्र, मात्र पंकज मला नहे विचित्र। जल बहुल है तास्पक्षे जम, अति संपत बाबू महाविषम। तार अर्थ है वर्षा जदि अधिक होची ताले उद्भिद मित्र समस्त भल होची, किंतु पंकज जी पद्म सी मृत्युवरण करुची। तेणु अति संपद हेले आम निश्चित भाव में विपद में पड़ा। अति लेंबूटा को जब अति चिपुड़ा ताले पिता, अति लेंबू चिपुड़े पिता नहीं, लेंबू अति चिपुड़े पिता। चिपुड़िया कार्य जब अधिका करवा, तेणु लेंबू जब अधिका है पिता हेनी। तेणु अति स्नेह पुओ मन मोटिया, अति स्नेह झील दांडे ठिया। पिला जो अति स्नेह आम करवा
ତାହେଲେ ତା ମନଟା ମୋଟା ହେଇଯିବ, ସେ ସବୁବେଳେ ଡିମାଣ୍ଡ କରିବ ମୋ ପାଇଁ ଗାଡି ଦରକାର, ଘୋଡ଼ା ଦରକାର, ଏରୋପ୍ଲେନ ଦରକାର। ଝିଅଟାକୁ ଯଦି ଅତି ସ୍ନେହ କରିବା, ସେ ତାର ସୀମା ଅତିକ୍ରମ କରିକି ବାହାରକୁ ଯାଇକି କୋଉଠି ପାର୍କରେ ବୁଲିବ, କୋଉଠି ଦାଣ୍ଡରେ ଠିଆ ହବ। ତେଣୁ ଏ ସବୁ ଜିନିଷର ଗୋଟେ ସୀମା ଆମେ ନିଶ୍ଚିତ ଭାବରେ ରହିବା। ସୀମା ଭିତରେ ରହିଲେ ହିଁ ଆମେ ନିଶ୍ଚିତ ସଫଳ ହେବା। ଏବଂ ଦେଖନ୍ତୁ ଭଗବାନ ଈଶ୍ୱରଙ୍କ ସୃଷ୍ଟିରେ ପ୍ରାଣୀ ଜଗତର ପ୍ରତ୍ୟେକଙ୍କର ଶରୀରରେ ଈଶ୍ୱର ଭିନ୍ନ ଭିନ୍ନ ରୂପରେ ଅବସ୍ଥାନ କରୁଛନ୍ତି। ଯେମିତି ଆମେ ପାଣିଟା ଦେଖ ନିରାକାର, ତାର ଆକାର ନାହିଁ, ଆମେ ଯୋଉ ପାତ୍ରରେ ରଖିବା ସେ ଆକାର ଧାରଣ କରୁଛି। ସେମିତି ଆମେ ଗୋଟେ ବିରାଡିର ଶରୀର ଭିତରେ ଯେମିତି ରଖିଲେ ପାଣିଟାକୁ, ସେ ଆକାର ସେ ପ୍ରଭୁ ସେ ଭିତରେ ଅଛନ୍ତି। ଆମେ ଗୋଟେ ବିରାଡି ଦେଖିଲେ ଅଶୁଭ ବୋଲି ଭାବୁଛେ, କୋଉ ବ୍ୟକ୍ତିକୁ ଦେଖିଲେ ଆମେ ଭାବୁଛେ ଏ ବ୍ୟକ୍ତିଟା ଭଲ ନାହିଁ। ଏସବୁ ଆମର ମନର ବିକାରଗ୍ରସ୍ତ। ତେଣୁ କାହାକୁ ଦେଖିଦେଲେ ଯେ ଶୁଭ ଅଶୁଭ ହବ, କି ବିରାଡି ପାସ୍ କରିଦେଲେ ଯେ ଆମର କଣ ଗୋଟେ କ୍ଷତି ଘଟିଯିବ, ଏସବୁ ଚିନ୍ତାଧାରା ମୁଣ୍ଡରୁ ବାହାର କରିବା। ତେଣୁ ନେଉଳ ଦେଖିଲେ ଶୁଭ ହବ, ବିରାଡି ଦେଖିଲେ ଅଶୁଭ ହବ, ଏସବୁ ସମସ୍ତଙ୍କ ଶରୀରରେ ଭଗବାନ ଈଶ୍ୱର ସ୍ୱୟଂ ବିଦ୍ୟମାନ। ତେଣୁ କାହାକୁ ଘୃଣା କରିବାନି, ମନ ଭିତରେ ଆସିବନି ଯେ ଏ ଲୋକଟା ଖରାପ ସେ ଲୋକଟା ଭଲ। କାହା ପାଖରେ ନିଶ୍ଚିତ ଭଲ ଗୁଣ ଅଛି, ତା ପାଖରେ ନିଶ୍ଚିତ ଖରାପ ଗୁଣ ଅଛି, କିଏ ଖରାପ ଗୁଣରୁ ବାଦ ଯାଇନି। ତେଣୁ ଆମେ କାହା ପ୍ରତି ଏ ପ୍ରକାର ଚିନ୍ତାଧାରା ମନେ ରଖିଲେ ନିଜର କ୍ଷତି ହବ, ନିଜର ମାନସିକତାର ଭିତରେ ଆମେ ଗୋଟେ ବିଷାଦଗ୍ରସ୍ତ ହେଇ ରହିବା। ତେଣୁ ବିରାଡି ଭଲ ଏବଂ ସେ ନେଉଳ ବି ଭଲ, ଏବଂ ସମସ୍ତ ବ୍ୟକ୍ତି ମଧ୍ୟ ଆମ ପାଇଁ ଶୁଭଦାୟକ। ଏବଂ ଜୀବନରେ ଆମେ ଯେତେ ସମସ୍ୟା ସମ୍ମୁଖୀନ ହେବା, ସେତେ ଆମ ଶରୀରରେ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ। ଯିଏ ଯେତେ ସମସ୍ୟା ଫେସ୍ କରୁଛି, ସେ ଜୀବନରେ ବହୁତ କିଛି ଚ୍ୟାଲେଞ୍ଜର ସଫଳତାରେ ପହଞ୍ଚି ପାରିବ। ତେଣୁ ସମସ୍ୟା, ଜୀବନ ଅଛି ତ ସମସ୍ୟା ଅଛି, ସମସ୍ୟା ଛାଡିକି ଜୀବନ ନାହିଁ। କେବଳ ମଣିଷ କାହିଁକି, ଜୀବଜଗତ ସମସ୍ତେ ସମସ୍ୟାରେ ଉବୁଟୁବ ହଉଛନ୍ତି। ତେଣୁ ସମସ୍ୟାକୁ ଆମେ ଫେସ୍ କରିବା, ଆଭଏଡ୍ କରିବାନି। ଫେସ୍, କନଫ୍ରଣ୍ଟ ଦି ପ୍ରୋବ୍ଲେମ, ନଟ୍ ଟୁ ଆଭଏଡ୍ ଦି ପ୍ରୋବ୍ଲେମ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।